ଇଏ ଆମର MLA ସାର୍ଙ୍କର ସିଏ ସବୁବେଳେ ଆମ ପାଇଁ ସମ୍ମାନୀୟ। ସିଏ କେବଳ ଯେ କେତେଜଣ ବିଜେଡ଼ି ଖାଲି କଂଗ୍ରେସର ଲୋକଙ୍କୁ ଦେଖିବେ କି ବିଜେଡ଼ି ଲୋକଙ୍କୁ ଦେଖିବେ ସେମିତି ନାହିଁ। ସେ ସମସ୍ତଙ୍କର ଅଧିକାର ଅଛି ତାଙ୍କ ପାଖକୁ ଯାଇପାରିବେ। ତ ସିଏ କେଉଁ ପରିପ୍ରେକ୍ଷୀରେ କହିଛନ୍ତି ଯେ କିଏ ନେଇଛି କ'ଣ ନେଇଛି ସେଗୁଡ଼ାକ ଆମେ ବି ଜାଣିନୁ। ଯଦି ସିଏ କହୁଛନ୍ତି ତ ସିଏ ତାଙ୍କର ଯେତେବେଳେ ଦରକାର ପଡ଼ିବ ତାଙ୍କର ଯେତେବେଳେ ଦରକାର ପଡ଼ିବ ସିଏ ଦେଇକି ଆପଣଙ୍କୁ ଜଣାଇଦେବେ। କାଉନ୍ସିଲର ଗାଡ଼ି ଲାଗିଛି ମ୍ୟୁନିସିପାଲିଟି କାଉନ୍ସିଲର ନାଁରେ ଅଛି ଆଜ୍ଞା କାଉନ୍ସିଲର ମାନଙ୍କର ଗାଡ଼ି ଲାଗିଛି ଯଦି ଆପଣମାନଙ୍କର ମାଧ୍ୟମରେ ମୁଁ କହିବାକୁ ଚାହୁଁଛି ତାକୁ ଇନଭେଷ୍ଟିଗେଟ୍ କରନ୍ତୁ। ଆଉ ଯେଉଁମାନଙ୍କର ଲାଗିଛି ସେଗୁଡ଼ାକୁ ଆମେ ରିଭିଲ୍ କରନ୍ତୁ ସମସ୍ତଙ୍କ ଆଗରେ ଯେ ୟାଙ୍କର ଲାଗିଛି ବୋଲିକି। ତ କିଏ କାହାର ପେଟ ପୋଷିବା ପାଇଁ କ'ଣ କେମିତି କରିଛି କ'ଣ ନାହିଁ ସେଗୁଡ଼ା ମୁଁ କହିପାରିବି ନାହିଁ। ଏଇଟା ତଦନ୍ତ ସାପେକ୍ଷ ତଦନ୍ତ କରନ୍ତୁ। ତଦନ୍ତରେ ଯାହା ଜଣାପଡ଼ିବ। ଆଜ୍ଞା ହଁ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କାହିଁକିନା ଯଦି ରୁଲ୍ରେ ଅଛି ଯେ ସେମାନେ ଲଗାଇ ପାରିବେ ନାହିଁ ଲଗାଇଛନ୍ତି ମାନେ ବେନିୟମ କାମ କରୁଛନ୍ତି। ମୋ ନାଁ ପାର୍ଥସାରଥି ମଲ୍ଲିକ ୱାର୍ଡ଼ ନମ୍ବର 3ର କାଉନ୍ସିଲର। ଯେ ଆକ୍ଚୁଆଲି ଆମର ସେ ଯେଉଁ ସାନିଟାଇଜେସନର ଯେଉଁ ଟେଣ୍ଡରର ପ୍ରକ୍ରିୟାକରଣ କରାଯାଇଥିଲା ତାର ଇନଭେଷ୍ଟିଗେସନ୍ ରିପୋର୍ଟ ଆସିନି ଏବଂ ଆଜି ସେଇଟା ସ୍ଥଗିତ ରଖାଗଲା। ସେଇଟା ଆଉ ଥରେ ଯେତେବେଳେ ଆସିବ ଇନଭେଷ୍ଟିଗେସନ୍ ରିପୋର୍ଟ ଆସିବ ସେତେବେଳେ ଯାଇକି ଆମେ ଆଉ ଥରେ ଏଇଟାକୁ ଆଗକୁ ମିଟିଂ କରିକି ଏଗୁଡ଼ା କ'ଣ ହେବ କ'ଣ ନାହିଁ ଆପତ୍ତି ଆଦିରେ କିଛି ନାହିଁ ସାର୍। ଯଦି ଟେଣ୍ଡରର ପ୍ରକ୍ରିୟାକରଣଟା ଠିକ୍ ହେଇଛି ଇନଭେଷ୍ଟିଗେସନ୍ରେ ଯାହା ରିପୋର୍ଟ ଆସିବ ସେ ଅନୁସାରେ ଯାହା ଗଭର୍ଣ୍ଣମେଣ୍ଟର ନର୍ମସ୍ ଥିବ ସେ ଅନୁସାରେ ସେ ଗାଇଡ଼ କରିବେ ଡାଇରେକ୍ଟ କରିବେ।